ମୋ ନାଁ ହେଉଛି ଅସିତ ଚାଷମଲ। ଭାଇ କେମିତି ରହିଲା ଆଜି ଖେଳ ଦେଖୁଛନ୍ତି ଆପଣଙ୍କ? ଖେଳ ଆଜି ଭଲ ଥିଲା, ରୋଷ୍ଟ ଥିଲା। ତଥାପି ବାଲିଅନ୍ତା ଭଲ ଖେଳିଲା। 24 ରନ୍ ପାଇକି ମାନେ ଜିତିଗଲେ। ଟୁର୍ଣ୍ଣାମେଣ୍ଟ ଆମର ଶନିବାରଠୁ ଆରମ୍ଭ ହୋଇଛି। ରବିବାର ହେଉଛି ଆମର ଫାଇନାଲ୍ ମ୍ୟାଚ୍। ପର୍ ଡେ 2ଟା ମ୍ୟାଚ୍ ଲେଖା ଚାଲିଛି। ଆଉ ଭଲ କେମିତି ଖେଳୁଛନ୍ତି ଆପଣ ଦେଖୁଛନ୍ତି ପିଲା? ଭଲ ଖେଳୁଛନ୍ତି ପିଲା। ଆମର ବି ପିଲାମାନେ ସାନ ଭାଇ ହେରିକା ଅର୍ଗାନାଇଜ୍ ବି ଭଲ କରୁଛନ୍ତି। ଆର ବର୍ଷ ଯେ ବର୍ଷ ଟୁର୍ଣ୍ଣାମେଣ୍ଟର ଟିକେ ଭ୍ୟାଲ୍ୟୁଟାକୁ ବି ବଢ଼େଇଛନ୍ତି। କି ମାନେ ବାଉଣ୍ଡରୀଠୁ ଆରମ୍ଭ କରି ଟୋଟାଲ୍ ଆଟମସ୍ଫିୟର ଆଜ୍ଞା ଭଲ ଅଛି ଆମ ଏ ଗ୍ରାଉଣ୍ଡର। ଆଚ୍ଛା, କେମିତି ରହିଛି ଖେଳ? ଖେଳ ବଢ଼ିଆ ଚାଲିଛି ଆଉ। ଆଚ୍ଛା, କେତେ ଦିନ ଧରି ଚାଲିବ ଏଇ? ଆମର 14 ତାରିଖରେ ଆରମ୍ଭ ହେଲା। ଆଜି କେମିତି ଖେଳ ଥିଲା? ଆଜି ଆମର ଦୁଇଟା ଲିଗ୍ ମ୍ୟାଚ୍ ଥିଲା। ଗୋଟେ ଫାର୍ଷ୍ଟ କ୍ୱାର୍ଟର ଫାଇନାଲ୍ ଥିଲା ଆଳୁପଙ୍ଗଳ ବାଲିଅନ୍ତା ସହିତ। ବାଲିଅନ୍ତା ମ୍ୟାଚ୍ ଜିତିଛି ସେମିଫାଇନାଲ୍କୁ ଯାଇଛି। 22 ତାରିଖରେ ହେବ ଫାଇନାଲ୍ ମ୍ୟାଚ୍ ହେଇଥିଲା। କେମିତି ଖେଳିଲେ ଆଜି ଆପଣ? ଆଜି ଦୁଇଟା ଯାକ ଟିମ୍ ଭଲ ଖେଳିଲେ। ଫାର୍ଷ୍ଟ ମ୍ୟାଚ୍ଟା ବି ଭଲ ହେଇଥିଲା, ସେକେଣ୍ଡ ମ୍ୟାଚ୍ଟା ବି ଭଲ ହେଲା। ଆମର ବାଲିଅନ୍ତା ଟିମ୍ ବହୁତ ଭଲ ଖେଳିଲେ। 88 ରନ୍ ଥିଲା କିନ୍ତୁ ଭଲ ଖେଳିକି ଜିତିଲେ। ଆଚ୍ଛା, ପ୍ରତ୍ୟେକ ବର୍ଷ ଆମେ ଆସୁ ଏଠୁ ବଡ଼ ଦଳ ଖେଳ ହୁଏ, ଝରଣା ସ୍ପୋର୍ଟିଂ ଦଳ ଖେଳିବାକୁ ଆସେ। ପର୍ପଲ୍ରେ ଜିନସ୍ ଭାଇ ବି ଯେଉଁ ଟୁର୍ଣ୍ଣାମେଣ୍ଟ କରନ୍ତି ବଡ଼ ଦଳ ପାଇଁ, ସେଥିପାଇଁ ଟିକେ କଣ୍ଟିନ୍ୟୁ ମ୍ୟାଚ୍ ଆମେ ଦେଖୁ। ଆଚ୍ଛା, ଆପଣ ଦେଖୁଛନ୍ତି ପ୍ଲେୟାର ମାନଙ୍କୁ କ'ଣ ଦେବା ପାଇଁ ଚାହିଁବେ? କିଛି ଟିପ୍ସ ଦେନ୍? ସେଇଟା ତ କିଛି ତ ଆମେ ତ ଇଏ ପାଖରେ ରହିଛୁ, ଅର୍ଗାନାଇଜେସନ୍ କରିଛୁ ଏଠି, ସେଥିପାଇଁ ଆମେ ଆଉ ସେଥିପାଇଁ ତ ଖୁସି ଯାହା ବହୁତ ସୁନ୍ଦର ଭାବରେ କହୁଥିଲେ ଆପଣ ଆଙ୍ଗରିଂ। ଆଜ୍ଞା। ଆଚ୍ଛା, ସେଥିପାଇଁ ତ କମ୍ ସ୍କୋର ମ୍ୟାଚ୍ ଥିଲା, ତ 90 ରନ୍ ଚେଜ୍ କରିବାର ଥିଲା ତାଙ୍କର ଆଦିତ୍ୟଙ୍କ ଟିମ୍କୁ। ତ ଆମର ପିଲା ଭଲ ବୋଲିଂ କଲେ, ଫିଲ୍ଡିଂ ବି ଭଲ ହେଲା, ତ ସେଥିପାଇଁ କେମିତି ରହିଛି ଏଠି ଆସି ଖେଳି ଭଲ ଏକ୍ସପିରିଏନ୍ସ? ଲାଗୁଛି। ଫାଷ୍ଟ ଦିନ ବି କହିଥିଲି କି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବି ସେଦିନ ଥିଲି, ତ ବୋଲିଂ ଆମର ଭଲ ଥିଲା, ତ ଗ୍ରାଉଣ୍ଡ ବି ଭଲ ଅଛି, ଟୁର୍ଣ୍ଣାମେଣ୍ଟ ବି ଆୟୋଜନ ଭଲ। ଆଗରୁ ବି ଆସିଛନ୍ତି? ଆଚ୍ଛା, ଆଜି ଖେଳ ବହୁତ ଭଲ ଅଛି, ବହୁତ ଖୁସି ଲାଗୁଛି। ଆଜି ବାଲିଅନ୍ତାର ଆଉ ଆଳିପିଙ୍ଗଳାର ମ୍ୟାଚ୍ ଥିଲା। ଦୁଇଟା ଯାକ ବହୁତ ଭଲ ଟିମ୍। ଆଳିପିଙ୍ଗାର ବି ନେକ୍ସଟ ମ୍ୟାଚ୍ ୱାନ୍ ସାଇଡ଼୍ରେ ଜିତିଥିଲା। ଆଜି ବାଲିଅନ୍ତା ୱିନ୍ କରୁଛି। ଆଉ ଦୁଇଟା ଯାକ ଡିସିପ୍ଲିନ୍ ଟିମ୍, ଶାନ୍ତି ଶୃଙ୍ଖଳାର ସହିତ ଖେଳିଛନ୍ତି। ଆଚ୍ଛା, କେମିତି ଲାଗିଲା? ବହୁତ ଭଲ ଲାଗିଲା। ଆଚ୍ଛା, ଆଜିର ମ୍ୟାଚ୍ଟା ବହୁତ ଭଲ। ଖେଳ ଅଛି। ଖେଳ ଟୋଟାଲି ଉପରେ ଦେଖିବା ପାଇଁ ଗଲେ ସବୁ ଭଲ ଥିଲା। ଦୁଇଟା ଟିମ୍ ବହୁତ କମ୍ପିଟିସନ୍ ବି କଲେ, ଦୁଇଟାକ ଟିମ୍। ତ ସେକେଣ୍ଡ ଟିମ୍ ଟିକେ ବ୍ୟାଟିଂ କୋଲାପ୍ସ ପାଇଁ ଏତେ ରନ୍ କରିପାରିଲେନି, ହାରିଗଲେ। ବଟ୍ ଆମେ ଯଦି ଦେଖିବା ଆମର ଲୋକ ସଂଖ୍ୟା ବି ଭଲ ରହୁଛନ୍ତି ଏଠି ଗ୍ରାମାଞ୍ଚଳରେ ଦେଖିବା ପାଇଁ। ଆମ ବଡ଼ଶୋଲ ଟିମ୍ ମଧ୍ୟ ସମସ୍ତ ଖେଳାଳି ମଧ୍ୟ ଏକଜୁଟ ହୋଇକି ଯେଉଁ ପ୍ରୋଗ୍ରାମଟି କରୁଛନ୍ତି ଆମକୁ ଭଲ ଲାଗୁଛି। ତା ସହିତ ବହୁତ ଗୁଡ଼ିଏ ବାହାରୁ ବି ପିଲା ଆସୁଛନ୍ତି, ସେମାନେ ବି ଏତେ ଖୁସି ଅଛନ୍ତି। ଆମ ଅର୍ଗାନାଇଜ୍ ଯେମିତି ବି ସବୁ ହେଇଛି, ମୋଟାମୋଟି ଦେଖିବା ପାଇଁ ସେଇଟା ବହୁତ ଭଲ ଲାଗୁଛି।